ଦୁଇଟି ତୁଳସୀ ପତ୍ର ହାତରେ ଧରିକି ଏହି ମନ୍ତ୍ରକୁ 11 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ସୁନ୍ଦରୀ ଭାଉଜ ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁଇଟି ତୁଳସୀ ପତ୍ର ଆଉ ଗୋଟିଏ ଗ୍ଲାସ୍ ପାଣିର ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ଭାଉଜକୁ ଅତି ସହଜରେ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ଘରେ ବସି ବସି ଏହି ବଶୀକରଣ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ସୋମବାର ମଙ୍ଗଳବାର 2 ଦିନ ପର୍ଯ୍ୟନ୍ତ କରିବେ। ପ୍ରଥମେ ଆପଣ କ'ଣ କରିବେ, 2ଟା ତୁଳସୀ ପତ୍ର ଆଣିବେ ଆଉ ଗୋଟିଏ ଗ୍ଲାସ୍ ପାଣି ଆଣିବେ। 2ଟା ତୁଳସୀ ପତ୍ରରେ ନାମ ଲେଖିବେ। ଗୋଟିଏ ତୁଳସୀ ପତ୍ରରେ ନିଜର ନାମ ଲେଖିବେ, ଆଉ ଗୋଟିଏ ତୁଳସୀ ପତ୍ରରେ ସେ ଝିଅ ବା ସ୍ତ୍ରୀର ନାମ ଲେଖିବେ। ତାପରେ ତୁଳସୀ ମନ୍ତ୍ରକୁ ଡାହାଣ ହାତରେ ମୁଠେଇକି ଧରିବେ ଆଉ ସେଇ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିକି ଏହି ମନ୍ତ୍ରକୁ 11 ଥର ପଢ଼ିବେ। ଓମ୍ ଆକର୍ଷାୟ ଆକର୍ଷାୟ ଆମୁକଂ ବଶୀକରଣ ଭବନ୍ତି। ମନ୍ତ୍ରକୁ 11 ଥର ପଢ଼ି ସାରିବା ପରେ ତୁଳସୀ ପତ୍ରକୁ ପାଣି ଗ୍ଲାସରେ ପକାଇଦେବେ। ମନେ ରଖନ୍ତୁ, ଆମୁକଂ ଜାଗାରେ ଆପଣ ସେ ଝିଅ ବା ସ୍ତ୍ରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ ତୁଳସୀ ପତ୍ର ଆଉ ପାଣି ଗ୍ଲାସକୁ ନେଇକି ନିଜର ଠାକୁର ଘରେ ବା ପୂଜା ଘରେ 3 ଘଣ୍ଟା ପାଇଁ ରଖିଦେବେ। 3 ଘଣ୍ଟା ପରେ ଆପଣ କ'ଣ କରିବେ, ସେ ପାଣି ଗ୍ଲାସକୁ ନେଇକି କୌଣସି ଏକ ଫୁଲ ଗଛ ମୂଳରେ ଢାଳିଦେବେ। ଏତିକି କରିକି ଦେଖନ୍ତୁ, ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।